ତାର ଆଉ 4, 5, 6 ପଦ ଆମେ ପାଠ କରିବା। 4 ପର୍ବ 4, 5, 6 କରିବା। ସର୍ବଦା ନିରବତାରେ ଆନନ୍ଦ କର, ସମସ୍ତ କହୁଛି ଆନନ୍ଦ କର। ତୁମମାନଙ୍କର ମୃଦୁପ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ, ପ୍ରଭୁ ନିକଟବର୍ତ୍ତୀ। କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଅଭିନତି ଦ୍ୱାରା ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କର ନିକଟରେ ଜଣାଅ। ଆମେନ୍। ବହୁତ ଧନ୍ୟବାଦ ଭଉଣୀ। ବାକ୍ୟ ଉପରେ ପରିଚୟ ଦୟା କରନ୍ତୁ। ଆମେ ଯେତେ ଜଣ ଶୁଣିଛୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏହି ସମୟରେ ଆମେ ଫିଲିପର ତାହାଙ୍କ ଲୋକମାନଙ୍କୁ ଆଉ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ କିପରି ସେ ପରାମର୍ଶ ଏବଂ ଉତ୍ସାହିତ ଦେଉଛନ୍ତି, କାହିଁକି ସେ ନିଜର ଅନୁଭୂତି ନିଜର ଏକ୍ସପିରିଏନ୍ସକୁ ସେ ଧରି ଏ କଥା କହୁଛନ୍ତି। କାରଣ ଏ ସବୁକୁ ଆମେ ଯେତେବେଳେ ଦେଖିପାରୁଛୁ ସର୍ବଦା ପ୍ରଭୁଙ୍କ ଠାରେ ଆନନ୍ଦ କର, ପୁନଃ କହୁଛି ଆନନ୍ଦ କର। ମନୁଷ୍ୟର ସର୍ବଦା କେବେ ଆନନ୍ଦ କରିପାରିବ ନାହିଁ, କାରଣ ମନୁଷ୍ୟର ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଆମ ସମ୍ମୁଖରେ ଚାଲିଛି। ନିଶ୍ଚିତ ପ୍ରତ୍ୟେକ ମନୁଷ୍ୟ ପାରିବାରିକ ବ୍ୟକ୍ତିଗତ ଯେକୌଣସି ପରିସ୍ଥିତି ମଧ୍ୟରେ କେତେକ ଆନନ୍ଦ ଆସିଥାଏ, କେତେକ ଦୁଃଖ ଆସିଥାଏ। କିନ୍ତୁ ସବୁ ପାଉଲ এই କଥା କହନ୍ତି ଯେ ସର୍ବଦା ଆନନ୍ଦ କର ପ୍ରଭୁଙ୍କ ଠାରେ। ଆନନ୍ଦ କର ନାହିଁ, ପ୍ରଭୁଙ୍କ ଠାରେ ଆନନ୍ଦ କର। ଦୁଃଖରେ ବି ଆନନ୍ଦ କର, ସୁଖରେ ବି ଆନନ୍ଦ କର। ତାହାର କହିବା ଉଦ୍ଦେଶ୍ୟ କାହିଁକି ଏ କଥା କହିଲେ ଯେ ପ୍ରଭୁଙ୍କ ଠାରେ ଆମେ ସର୍ବଦା ଆନନ୍ଦ କରିବା କାହିଁକି? କାରଣ ପ୍ରଭୁ ଯେ ମହାନ ପରମେଶ୍ୱର, ସେ ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ସେ ଦୟାକାରୀ ପରମେଶ୍ୱର, ତାହାଙ୍କ ଭିତରେ କୌଣସି ଅସମ୍ଭବ ନାହିଁ। ସେ ସବୁ କିଛି କରିପାରନ୍ତି। ଯଦି ଆମେ ଚିନ୍ତା କରିବା ଭାବିବା ତେବେ ଆମେ ସର୍ବଦା ଆନନ୍ଦ ଆସିବ। ହଁ, ଦୁଃଖ ତ ଅଛି କେତେବେଳେ, ଆଉ ସୁଖ ବି ଅଛି। ଅନେକ ଲୋକ ଏବେ ସୁଖ ମଧ୍ୟରେ ବିଜାତୀୟ ଲୋକମାନେ ସେମାନେ ପ୍ରଭୁଙ୍କୁ ଆନନ୍ଦ କରନ୍ତି ନାହିଁ। ସେମାନେ ସବୁ ଖାଦ୍ୟ ପାଇଁ ଆନନ୍ଦ କରନ୍ତି ବା କୌଣସି ଗାଡି ଘୋଡ଼ା ପାଇଁ ବା ଘର ଦ୍ୱାର ପାଇଁ ଆନନ୍ଦ କରନ୍ତି। କିନ୍ତୁ ଆଜି ଆମମାନଙ୍କୁ ଆନନ୍ଦ କଣ ପାଇଁ କରିବା? ଯେକୌଣସି ବିଷୟ ପ୍ରଭୁ ଆମକୁ ଦୟା କଲେ ଆମେ ପ୍ରଭୁଙ୍କ ଠାରେ ଆନନ୍ଦ କରିବା। ଆନନ୍ଦ ଅର୍ଥ ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେବା, ମହିମା କରିବା। ପ୍ରଭୁ ମତେ ଏହା ଦେଇଛନ୍ତି, ପ୍ରଭୁଙ୍କ ଦ୍ଵାରା ଏହା ହୋଇଅଛି, କାରଣ ପ୍ରଭୁ ମୋ ବିନା ତୁମେ କିଛି କରିପାର ନାହିଁ। ଏଇ ବିଷୟ କହିଥିବାରୁ ଆମେ ବାକ୍ୟକୁ ବିଶ୍ୱାସ କରୁ। ସବୁ ଅବସ୍ଥାରେ କିମ୍ବା ଦେଖ ଯେକୌଣସି ଜଗତ ମରଣ ହେଲେ ମଧ୍ୟ, କାରଣ ପ୍ରଭୁଙ୍କ ଲୋକମାନଙ୍କ ମରଣ ହେଉଛି ବହୁମୂଲ୍ୟ। ସେମାନେ ବିଶ୍ରାମ ନେବାକୁ ଯାଉଛନ୍ତି, ସ୍ୱର୍ଗ ରାଜ୍ୟକୁ ଯାଉଛନ୍ତି। ଏଥିପାଇଁ ମଧ୍ୟ ଦୁଃଖ ସମୟ ପ୍ରଭୁ ଆନନ୍ଦ କରିବା ପାଇଁ କହିଛନ୍ତି। ତେଣୁ ମୋର ପ୍ରିୟମାନେ କାହିଁକି ଆନନ୍ଦ କରିବା? ଆମେ ପ୍ରଭୁଙ୍କୁ ଜାଣିଥିବା ହେତୁ ପ୍ରଭୁ ଯେ ଆମର ସମସ୍ତ କାର୍ଯ୍ୟ କରିପାରିବେ ଏହା ବିଶ୍ୱାସ କରିଥିବାରୁ ଆମେ ପ୍ରଭୁଙ୍କ ଠାରେ ଆନନ୍ଦ କରିବା ପାଇଁ ସାଧୁ ପାଉଲ କହନ୍ତି। ଆଉ ଥରେ କହିନାହାନ୍ତି, ପୁନଃ କହୁଅଛି ଆନନ୍ଦ କର। ତେଣୁ ଏଇ କଥା ଯଦି ଆମେ ଆଲୋଚନା କରିବା, ତାହା ସାଧୁ ପାଉଲ କାଲି ନିଜର କଥାରେ ସେ କହିନାହାନ୍ତି, ସେ ନିଜ ଅନୁଭୂତି ନିଜର ଏକ୍ସପିରିଏନ୍ସ ଯାହା ତାଙ୍କ ଦିନେ ଘଟିଅଛି ସେ ଅବସ୍ଥାରେ କେମିତି ସେ ଆନନ୍ଦ କରୁଛି ସେ କଥା କହନ୍ତି। ସାଧୁ ପାଉଲ ଅତି ସୁପରିଚିତ ବାକ୍ୟ ଯଦି ଆମେ ଯିବା, ଯେତେବେଳେ 16 ଆମେ ଦେଖିପାରୁଛୁ ତାକୁ ପାଉଲ ଶିଳାକୁ କାରାଗାରରେ ରଖାଯାଇଛି। ଅନେକ ସେମାନଙ୍କୁ ମାଡ଼ ମରା ହେଇଛି, ରକ୍ତାକ୍ତ କରାହେଇଛି, ହରିକାଟ ଲଗା ହେଇଛି, ଶୃଙ୍ଖଳି ଲଗା ହେଇଛି, ଜେଲରେ ଭର୍ତ୍ତି କରାହେଇଛି। କିନ୍ତୁ ସେମାନଙ୍କ ଅବସ୍ଥା କେମିତି ଥିଲା ଦେଖ, ଶାରୀରିକ ଯନ୍ତ୍ରଣା, ମାନସିକ ଯନ୍ତ୍ରଣା ଆଉ ଜଗତ ସେମାନଙ୍କୁ ବନ୍ଦୀ କରାହେଇଛି।
ଏଣୁ ସାଧୁ ପାଉ ସେଇ ସମୟରେ କାନ୍ଦୁଛି ନା ଦୁଃଖ କରୁଛି ନା କଣ କରୁଛି, ସେଇ ସମୟରେ ଯଦି ଆମେ ଆସନ୍ତୁ ଗୋଟେ ବାକ୍ୟ ଖୋଲିବା ତେବେ ଆପଣ ଜାଣିପାରିବେ। ପ୍ରେରିତ 16 ଅଧ୍ୟାୟ ପ୍ରେରିତ 16 ଅଧ୍ୟାୟ ଖୋଲନ୍ତୁ। हाँ, प्रेरित 16 अध्याय ଆମେ ଦେଖିବା 25 ଲେଖା ଅଛି। ପଢନ୍ତୁ। କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଧୁମାନେ ଶୁଣୁଥିଲେ। ମୋର ପ୍ରିୟ ମାନେ ଏଇ ସ୍ଥାନ ମୁଁ କହିଲି ଏବଂ ଶିବିରା ଏମାନେ ଦୁଇ ଭାଇଙ୍କୁ ଯେତେବେଳେ ରୋମ ଲୋକମାନେ ତାକୁ ମାଡ଼ ମାରୁଛନ୍ତି, ଲେଖାଯିବ ସେମାନଙ୍କୁ ବହୁତ ପ୍ରହାର କରାଇଲା ବୋଲି କୁହାଯାଇଛି। ଅନେକ ମାଡ଼ ପ୍ରହାର କରାଯାଇଛି, ମାଡ଼ ମାରୁଛନ୍ତି ଭୟଙ୍କର। ସେଇ ସୁଦ୍ଧା ଆମେ ଦେଖିପାରୁଛୁ ତାର ମଧ୍ୟ ତାକୁ କାରାଗାରରେ ନିଯୁକ୍ତ କରାଯାଇଛି। ଆଉ ସେମାନଙ୍କୁ ସାବଧାନରେ ରକ୍ଷା କରିବା ନିମନ୍ତେ କାରାଗାରୀକୁ ଦୃଢ ଆଜ୍ଞା ମଧ୍ୟ ଦିଆଯାଇଛି। ସେ ଏହି ପ୍ରକାର ଦୃଢ ଆଜ୍ଞା ପ୍ରାପ୍ତ ହୋଇ ସେମାନଙ୍କୁ ଭିତର କାରାଗାର ନିଯୁକ୍ତ କରି ସେମାନଙ୍କ ପାଦରେ କଡ଼ିକାଠ ମଧ୍ୟ ଲଗାଇ ଦିଆଯାଇଛି। ଆମେ ଯଦି ସେଟା ଉପର ଯଦି ଆମେ ପଢୁଛୁ, ଅନେକ ତାଙ୍କର ଜୀବନରେ ଅନେକ ସେମାନଙ୍କୁ ମାଡ଼ ମରାହେଇଛି, ଅନେକ ରକ୍ତାକ୍ତ କରାହେଇଛି, ଅନେକ କଷ୍ଟ ଦିଆଯାଇଛି। ହାତରେ ଶିଙ୍କୁଳି ଆଉ ଗୁଡ଼େ ହରିକାଠ ଏବଂ ବନ୍ଦୀ ଦ୍ୱାରରେ ସେମାନଙ୍କୁ ଜେଲରେ ରଖାଇଛି। ଏଇ ଶାରୀରିକ ଯନ୍ତ୍ରଣା, ମାନସିକ ମେଣ୍ଟାଲ ଏଇ ସମସ୍ତ ବିଷୟରେ ସେମାନେ କିପରି ଈଶ୍ୱରଙ୍କୁ ସ୍ତବଗାନ କରୁଛନ୍ତି, ଈଶ୍ୱରଙ୍କୁ ମହିମା କରୁଛନ୍ତି, କାରଣ ସର୍ବ ଅବସ୍ଥାରେ ସେମାନେ ଆନନ୍ଦ କରୁଛନ୍ତି। ଆମେ ଏଇ ସ୍ଥାନ ଦେଖିବା 25 ପଦ। କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ସେମାନେ 12 ଘଣ୍ଟା ପରେ ପାଉଲ ଓ ସିଲା ଈଶ୍ୱରଙ୍କ ନିକଟରେ କଣ କରୁଛନ୍ତି? ପ୍ରାର୍ଥନା କରୁଛନ୍ତି ଏବଂ ସ୍ତବ ମାନେ ଗୀତ ଗାଉଛନ୍ତି, ମହିମା କରୁଛନ୍ତି। ମୋର ପ୍ରିୟ ମାନେ ସମସ୍ତେ ତାଙ୍କ କଷ୍ଟ, ସମସ୍ତଙ୍କ ଯନ୍ତ୍ରଣା, ଅନେକ ଦୁଃଖ ସେମାନେ ଦୂର କରିକି ଈଶ୍ୱରଙ୍କ ନିକଟରେ ସ୍ତବଗାନ କରୁଛନ୍ତି, ମହିମା କରୁଛନ୍ତି, ପ୍ରଶଂସା କରୁଛନ୍ତି। ହାଲେଲୁୟା। ଆଜି ବି ଆମମାନଙ୍କ ଜୀବନରେ ଅନେକ ଦୁଃଖ, ବିଭିନ୍ନ ଯେକୌଣସି ପ୍ରକାର ଦୁଃଖ, ଆମେ ତ ଶିଙ୍କୁଳି ପଡିନି କଣ କରିକି ଅନେକ ବିଭିନ୍ନ ପ୍ରକାର ପରିସ୍ଥିତି ଲୋକେ ଆମମାନଙ୍କୁ ଅନେକ କଳିକାଟ ଲଗାଇଲା ପରି କଥା କହିଥାନ୍ତି, ଅନେକ ଆମକୁ ଯନ୍ତ୍ରଣା କଷ୍ଟ ଦେଇଥାନ୍ତି। କିନ୍ତୁ ଏଇ ସମୟ ମଧ୍ୟରେ ଆମେ ପ୍ରଭୁଙ୍କ ସକାଶେ ସ୍ତବଗାନ କରୁଛୁ, ମହିମା କରୁଛୁ। ହେଲେ କେମିତି ପ୍ରଭୁ ଯେ କାର୍ଯ୍ୟ କରିବେ ତାହା ସାଧୁପାଉଲ ଅନୁଭବ କରି ଏକଥା ସେ ଦେଖିଛନ୍ତି। କୌଣସି ବିଷୟରେ ଚିନ୍ତିତ ତେଣୁ ଆମେ ଦେଖିବା ତାପରେ ଯଦି ଆମେ ଦେଖିବା ସେଇ ତାଙ୍କର ସ୍ତବଗାନ, ତାଙ୍କ ପ୍ରଶଂସା, ତାଙ୍କ ମହିମା, ପ୍ରଭୁର ଆନନ୍ଦରେ ଅନେକ ସେଇ ଜାଗାରେ ଭୂମିକମ୍ପ ହୋଇଛି, ଅନେକ ଶିଖୁଳି ଖୋଲିଯାଇଛି, ଅନେକ କୌଣସି ଲୋକ ସମସ୍ତେ ବନ୍ଧୁମାନେ ତାଙ୍କ ପ୍ରଶଂସା ମହିମା ଶୁଣିଛନ୍ତି। କିନ୍ତୁ ଏଇ ସମସ୍ତ ପ୍ରଶଂସା ମହିମା ପ୍ରଭୁ ଆନନ୍ଦରେ ସମସ୍ତ ବିଷୟରେ ତାହା ଖୋଲା ହେଇଛି, ମୁକ୍ତ ହୋଇଅଛି। ମୋର ପ୍ରିୟ ମାନେ ସଦାପ୍ରଭୁ ଆନନ୍ଦ ଆମମାନଙ୍କର ବଳ ଅଟେ। ବଳ ମାନେ କଣ? ବଳ କଣ କରିଥାଏ? ବଳ ସମସ୍ତ ଶିଙ୍କୁଳି ଛିଣ୍ଡି ଯାଇଥାଏ। ବଳ କଣ? ସମସ୍ତ ଅସାଧ୍ୟ ସାଧନ କାର୍ଯ୍ୟ କରିଥାଏ।
ଏଣୁ ଆମେ ସଦାବେଳେ ଆନନ୍ଦ ବଡ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଉ ଏତିକି ଯେତେବେଳେ ସେ ଅନେକ ଜାଗାକୁ ପ୍ରଚାର କରିବା ପାଇଁ ଯାଉଛନ୍ତି, ଅନେକ ଜାଗାରେ ଡଙ୍ଗା ଭାଙ୍ଗୁଛି ଏବଂ ଅନେକ ବିଷୟରେ ଜଳ ତୋଫାନ ହେଇକିରି ସେଦିନ ଅନେକ ଚିତ୍କାର କରୁଛନ୍ତି, ଆମେ ମଲୁ ବୋଲି ଲୋକମାନେ। କିନ୍ତୁ ସେଇ ସାଧୁ ପାଉଲ ମଧ୍ୟ ଆଉ ଭୟ କରନ୍ତୁ ନାହିଁ, କାରଣ ପ୍ରଭୁ ଆମ ସହିତ ଅଛନ୍ତି। ପ୍ରଭୁ ଆମକୁ ସୁରକ୍ଷିତ କରିବ। ଯାହା ଆମ ଅନେକ ସେ ପ୍ରେରିତ ସେପଟେ ଆମେ 26 ଅଧ୍ୟାୟ ଆମେ ଦେଖିପାରୁଛୁ, ଯାହା ଲେଖା ହେଇଛି ଆପଣମାନେ ପଢିବେ। କିନ୍ତୁ ତାପରେ ସେମାନେ ଡଙ୍ଗା ସବୁ ଜାହାଜରେ ଭଙ୍ଗା ହେଲା, କିନ୍ତୁ ତଥା ସୁରକ୍ଷିତ ହେଲା ବାଘେ ଯେତେବେଳେ ସେମାନେ ସମୁଦ୍ର କୂଳରେ ନିଆଁ ପୁହାଉଛନ୍ତି। ସେଇ ମଧ୍ୟରେ ସର୍ପ ଗୁଡାକ ଆସି ଆଉ ସାଧୁ ପାଉଲଙ୍କୁ ସର୍ପ ଧ୍ୱଂସ କରୁଛି। ସେଇ ସର୍ପକୁ ସେ ପୁରା କାମୁଡୁଛି, ମାରିକି ସେ ଯାଇନି, କାମୁଡିବା ସେ ପୁରା ସେଟା କାଢିକିରି ମତେ ଫିଙ୍ଗି ଦେଉଛି। କିନ୍ତୁ ସେଇ ଲୋକମାନେ ଥିବା ସମୟରେ ଏଥର ଆଉ ସାଧୁ ପାଉଲ ରହିବ ନାହିଁ, ଏଥର ବଞ୍ଚିବ ନାହିଁ। କିନ୍ତୁ ଦେଖୁଛନ୍ତି ତାର କୌଣସି ବିଷାକ୍ତ ପ୍ରବେଶ କରି, କାରଣ ତାଙ୍କ ପ୍ରଭୁଙ୍କର ସେବା କାର୍ଯ୍ୟ କରିବାର ବାକ୍ୟ ଥିଲା। ଏଣୁ ସେ କୌଣସି ବିଷୟରେ ମୃତ୍ୟୁ କରିନାହାନ୍ତି। ଏଣୁ ମୋର ପ୍ରିୟ ମାନେ ଏହା ନିଜର ଅନୁଭୂତି ପାଇଁ ସାଧୁ ପାଉଲ ପ୍ରକାଶ କରନ୍ତି, କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, ସଦାବେଳେ ଆନନ୍ଦ କର। ମୁଁ ପୁନଃ କହୁଛି, ଆନନ୍ଦ କର ମୋର ପ୍ରିୟ ମାନେ। କାହିଁକି? ପ୍ରଭୁ ସବୁଥିରେ ସୁରକ୍ଷିତ। ପ୍ରଭୁ ଅସୁରକ୍ଷିତ ପରମେଶ୍ୱର ନୁହନ୍ତି, ସେ ଆମକୁ ସୁରକ୍ଷିତ କରିବେ। ସେ ଯେ ପ୍ରଭୁରେ ଆନନ୍ଦ କରିବା ଦ୍ୱାରା ଯେ ଆମର ମଙ୍ଗଳ ଆସୁଛି, ପ୍ରଭୁରେ ଆନନ୍ଦ କରିବା ଦ୍ୱାରା ଆମର ସୁରକ୍ଷିତ ଆସୁଛି। ପ୍ରଭୁରେ ଆନନ୍ଦ କରିବା ପାଇଁ ମହତ୍ ମହତ୍ କାର୍ଯ୍ୟ କରିବେ ପ୍ରଭୁ। ଏଣୁ ମୋର ପ୍ରିୟ ମାନେ, ସାଧୁ ପାଉଲଙ୍କ ଜୀବନରେ ଯେତେବେଳେ ଆମେ ଅନୁଭୂତି ଦେଖିପାରୁଛୁ, ଏଣୁ ଏଇ 4 ଆଉ 5 ପଦ ଟିକେ ପଢନ୍ତୁ। ଫିଲିପିୟ 4:5 ତୁମ ମାନଙ୍କର ନିରୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହୋଇ ପ୍ରଭୁ ନିକଟରେ। ଏହା ଆମେ ଜାଣିବା, ସେଥିପାଇଁ ପ୍ରଭୁ ଆମ ସହିତ ଅଛନ୍ତି। ପ୍ରଭୁ ଆମମାନଙ୍କର ନିକଟବର୍ତ୍ତୀ ଅଛନ୍ତି। ଯେତେବେଳେ ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହେଉଛୁ, ସଦା ପ୍ରଭୁ ତାଙ୍କ ନିକଟବର୍ତ୍ତୀ ଅଛନ୍ତି। ସେଇ ସ୍ଥାନରେ ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ଆମେ ବ୍ୟକ୍ତିଗତ ଜୀବନରେ ଆମେ ଏଇ ସ୍ଥାନ ମଧ୍ୟରେ ମାନେ ଆମେ ଗହଳି ମଧ୍ୟ ଆମେ ଯଦି ପ୍ରଭୁଙ୍କ ନିକଟବର୍ତ୍ତୀ ବ୍ୟକ୍ତିଗତ ଆମେ ଚିନ୍ତା କରୁଛୁ, ପ୍ରଭୁ ଆମମାନଙ୍କ ସମସ୍ତ ବିଷୟରେ ଅଟୋମେଟିକ ମୃଦୁପଣ ଦେବ। ଆଉ ସମସ୍ତ ଲୋକଙ୍କ ନିକଟରେ ସେମାନଙ୍କୁ ପ୍ରକାଶିତ ଆମେ କରିପାରିବା, କାରଣ ପ୍ରଭୁ ନିକଟବର୍ତ୍ତୀ ଅଛନ୍ତି। ଯେତେବେଳେ ଏଇ ଆମେ ଭାବୁଛୁ ଆମ ଜଣେ ମୁଁ ପ୍ରଭୁଙ୍କୁ ଦେଖିପାରୁନି, ମାନେ ଶାରୀରିକ ଚକ୍ଷୁ ଏ ଜାଗତିକ ଚକ୍ଷୁ ଆମେ ପ୍ରଭୁଙ୍କୁ ଦେଖିପାରୁନୁ, କିନ୍ତୁ ଆତ୍ମିକ ଚକ୍ଷୁ ଯେତେବେଳେ ଆମେ ବିଶ୍ୱାସ କରିବା ପ୍ରଭୁ ମୋର ନିକଟବର୍ତ୍ତୀ ହେଲେ ଆମ କେମିତି ନମ୍ରତା ମୃଦୁତା ହିଁ ପ୍ରଭୁଙ୍କୁ ଯେତେ ଆମେ ପ୍ରଶଂସା ଆନନ୍ଦ କରିପାରିବା, ତାହା ଆମେ କେବଳ ଅନୁଭବ ହିଁ ଜାଣିଥାଏ। କିନ୍ତୁ ମୋର ପ୍ରିୟ ମାନେ, ଆଉ ତାହେଲେ ଆମେ ଦେଖିବା ଯେ ପ୍ରଥମେ ଆମେ ପ୍ରଭୁରେ ଆନନ୍ଦ କରିବା, ଦ୍ୱିତୀୟ ଆମେ ସମସ୍ତଙ୍କୁ ପ୍ରଭୁ ମୋ ସହିତ ଅଛି ବୋଲି ଆମେ କଣ କରିବା? ମୃଦୁପଣ ଅନ୍ୟମାନଙ୍କୁ, ମାନେ ମୃଦୁପଣକୁ ଅନେକ ଯେମିତି କଥାବାର୍ତ୍ତାରେ ଦୟାର କଥା, କଥାବାର୍ତ୍ତାରେ ନମ୍ରତାର କଥା, ଅନ୍ୟମାନେ କୌଣସି ବାଧିଲା ପରି କଥା ନ କହି ଆମମାନେ ପ୍ରଭୁ ଯେ ମୋ ସହିତ ଅଛନ୍ତି, ଏଣୁ ଏଇ ଜାଣି ଆମେ ଅନ୍ୟମାନଙ୍କୁ ମୃଦୁପଣ ଦେଖାଇବା। ଏହା ହଉଛି ଖ୍ରୀଷ୍ଟିଆନ ଜୀବନର ମଧ୍ୟ ନିୟମ। ତେଣୁ ପ୍ରଥମେ ଆମେ ଚିନ୍ତା କରିବା ନାହିଁ, ପ୍ରଭୁରେ ଆମେ ନିର୍ଭର କରୁଛୁ। ଦ୍ୱିତୀୟ, ପ୍ରଭୁ ମୋ ସହିତ ଅଛି ବୋଲି ଆମେ ଅନ୍ୟକୁ ମୃଦୁପଣ ଦେଖାଇବେ। ଆଉ ତାଙ୍କ ତୃତୀୟ ବିଷୟ ଆସନ୍ତୁ, ଆଉ 6 ପଦ ପଢନ୍ତୁ। କୌଣସି ବିଷୟରେ ଚିନ୍ତିତ ହୁଏ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ପ୍ରଥମେ ଆମେ ପ୍ରଭୁଙ୍କୁ ଆନନ୍ଦ କରୁଛୁ, ପ୍ରଭୁ ମୋ ସହିତ ଅଛନ୍ତି ବୋଲି ଆମେ ଜାଣୁଛୁ। ତେବେ ଆମେ ଆଉ ଚିନ୍ତା କରିବା, ଚିନ୍ତା ଅଛି କିନ୍ତୁ ଆମେ ଚିନ୍ତା କରିବା ନାହିଁ। ଦୁଃଖ ଅଛି କିନ୍ତୁ ଆମମାନେ ଦୁଃଖ ନ କରିବା ପାଇଁ ପ୍ରଭୁ, କାହିଁକି? ପ୍ରଭୁ ଯଦି ଆମ ସହିତ ଅଛନ୍ତି, ପ୍ରଭୁ এই সমস্ত চিন্তারও মুক্ত করিবে, এই সমস্ত দুঃখରୁ দূର କରିବେ, এই ସମସ୍ତ ରୋଗରୁ ମୁକ୍ତ କରିବେ। ଏହା ବିଶ୍ୱାସ କରିବା ହିଁ ଆମମାନଙ୍କର କର୍ତ୍ତବ୍ୟ। ତେଣୁ ଆପଣଙ୍କୁ ବିଶ୍ୱାସ ବୋଲି କୁହାଯାଏ। ଖ୍ରୀଷ୍ଟ ବିଶ୍ୱାସୀ
ବିଶ୍ୱାସ ରହିବା ଦରକାର। ଏହା ସାଧୁ ପାଉଲ କହନ୍ତି। ଏବଂ କୌଣସି ବିଷୟରେ ଚିନ୍ତିତ ମାନେ ଚିନ୍ତା ନାହିଁ ବୋଲି ନାହିଁ, ଆମ ପାଖରେ ଚିନ୍ତା ଅଛି, ସମସ୍ତଙ୍କ ପାଖରେ ଚିନ୍ତା କିଛି ନା କିଛି ଅଛି, କିନ୍ତୁ ଏଇ ବିଷୟ ପାଇଁ ଚିନ୍ତା କର ନାହିଁ ବୋଲି ସାଧୁ ପାଉଲ କହୁଛନ୍ତି। ମୋ ଏଇ ବାକ୍ୟ କହିଥାଏ କି ସେ ନିଜର ଅନୁଭୂତି ସେ ଜାଣିଛି। ମୁଁ ଯାହା ଭଗ୍ନ ହେଲା, ଜଡତପନ ହେଲା, ମତେ ସର୍ପ ଚୁପାଇଲା ଏବଂ ମତେ କାରାଗାରରେ ରଖାଗଲା, ତଥାପି ମୁଁ ଚିନ୍ତା କରିନି, ପ୍ରଭୁରେ ଆନନ୍ଦ କରିଛି, ପ୍ରଶଂସା କରିଛି, ମହିମା କରିଛି, ପ୍ରାର୍ଥନା କରିଛି। ସେଇପରି ତମେ କର ବୋଲି ସେ ସାଧୁ ପାଉଲ ଏ କଥା ପ୍ରତ୍ୟେକ ବିଶ୍ୱାସୀ ମାନଙ୍କୁ, ପ୍ରତ୍ୟେକ ପ୍ରଭୁର ଲୋକମାନଙ୍କୁ ଏ କଥା ସେ କହନ୍ତି। ତେଣୁ କୌଣସି ବିଷୟରେ ଚିନ୍ତିତ ନାହିଁ। ଆମେ ଚିନ୍ତା ବଦଳରେ କଣ କରିବା? ଆମେ ଚିନ୍ତା ନ କରି ଆମେ କଣ କରିବା? ସାଧୁ ପାଉଲ କଣ କରିଥିଲେ? ସେ ଚିନ୍ତା ବଦଳରେ ସେ ପ୍ରଭୁଙ୍କ ସ୍ତବଗାନ କରିଥିଲେ, ପ୍ରଭୁଙ୍କ ପ୍ରାର୍ଥନା କରିଥିଲେ। ଆମେ ଯାହାକି 16-25 ଆମେ ଦେଖିପାରୁଛୁ। এই ସ୍ଥାନ ମଧ୍ୟ ସେ କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମାନଙ୍କ ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ହାଲେଲୁୟା। ଏକ ବିଷୟ ଆମେ ଦେଖିପାରୁଛୁ ଯେ ଆମେ ଚିନ୍ତା କରି କରି ମଧ୍ୟ ଅନ୍ୟମାନଙ୍କୁ ଆମେ ପ୍ରାୟ ଜଣାଇଥାଉ। ବେଶୀ ଆମେ ଅନ୍ୟମାନଙ୍କୁ ଜଣାଇଥାଉ, ଯେଉଁମାନଙ୍କୁ ଏମିତି ଜଣାଇଥାଉ ସେମାନେ ଉଲ୍ଟା ସେମିତି ହଉ ବୋଲି କହିବେ। ଆମେ ଜଣାଇବା କାହାକୁ? ଯଦି ଆମେ ଜଣାଇବା, ଆମେ ପରସ୍ପର ମଧ୍ୟରେ ପ୍ରଭୁଙ୍କ ଲୋକମାନଙ୍କୁ ଆମେ ଜଣାଇଲେ ସେମାନେ ପ୍ରାର୍ଥନା ବି କରିବେ। ଆଉ ଅନ୍ୟମାନଙ୍କୁ ଜଣାନ୍ତୁ, ଆମେ ଜଣାଇବା ପ୍ରଭୁଙ୍କ ଲୋକମାନଙ୍କୁ, ତାହେଲେ ପ୍ରଭୁଙ୍କୁ ଜଣାଇବା ପରି ଲାଗେ। ତେଣୁ ମୋର ପ୍ରିୟ ମାନେ, ଆମେ କୌଣସି ବିଷୟରେ ଆମେ ଚିନ୍ତିତ ହେବା ନାହିଁ, ସମସ୍ତ ବିଷୟରେ ପ୍ରାର୍ଥନା ବିନତି କରି ଆମେ ପ୍ରଭୁଙ୍କୁ ଜଣାଇବା। ତେବେ ପ୍ରଭୁ ଏସବୁ ପ୍ରତିଜ୍ଞା କରିଛନ୍ତି ଯେ ପ୍ରଭୁ ଆମ ସହିତ ଅଛନ୍ତି। 7 ପଦ ପର୍ଯ୍ୟନ୍ତ ଆମେ ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କର ଶାନ୍ତି ତାହା ତୁମମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ। ଆମେ ଦେଖିପାରୁଛୁ ଯେ ଆମେ ଏଇ ପ୍ରକାର ଆମେ ପ୍ରଭୁରେ ଆନନ୍ଦ କରିବା, ନିରୂପଣ ହେବା, ନମ୍ର ହେବା ଏବଂ ଆମେ ପ୍ରଭୁ ସମସ୍ତ ବିଷୟ ଜଣାଇବା। ସେଥିରେ ପ୍ରଭୁ ଆମମାନଙ୍କୁ ନିଶ୍ଚିତ ପ୍ରତିଜ୍ଞା କରିବେ ସମସ୍ତ ବିଷୟରେ ସୁରକ୍ଷିତ କରିବେ। ତାର ସୁରକ୍ଷିତ କେମିତି ଥିବ? ତାର ସୁରକ୍ଷିତ ଶାନ୍ତିମୟ ଥିବ। ଯୋଉ ପ୍ରକାର ପ୍ରଭୁ ଆମକୁ ସୁରକ୍ଷିତ କରିବ, ଆମ ଜୀବନରେ ଶାନ୍ତି ଥିବ। ଏମିତି ଶାନ୍ତି ଥିବ ଆମେ ସମସ୍ତ ବିଷୟ ଭୁଲି ଯାଇଥାଉ। ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି, ଯୋଉ ଆମେ ବୋଧ ପାଉଛୁ, ଆମ ସମସ୍ତ ବିଷୟରେ ଆମେ କଷ୍ଟ ପାଇଲା ପରେ ଲାଗୁଛି, ସେ ସମସ୍ତ ବିଷୟ ଈଶ୍ୱରଙ୍କ ସହଭାଗିତାରେ ଯୀଶୁଙ୍କ ନିକଟ ପ୍ରାର୍ଥନା କରିବା ଦ୍ୱାରା, ନିବେଦନ କରିବା ଦ୍ୱାରା ପରମେଶ୍ୱର ଯେ ଆମମାନଙ୍କୁ ଏ ସହଭାଗ ସୁରକ୍ଷିତ କରି ରଖିବ, ଏହା ଆମେ ବିଶ୍ୱାସ କରିବା। ପ୍ରିୟମାନେ, ଆମେ ଦେଖିପାରୁଛୁ, ଏହା ଖାଲି ବାକ୍ୟରେ ଅଛି ତାହା ନୁହେଁ, ପ୍ରତ୍ୟେକ ଆମେ ବ୍ୟକ୍ତିଗତ କିପରି ଆମକୁ ସୁରକ୍ଷିତ ରଖୁଛନ୍ତି, କିପରି ପ୍ରଭୁ ଆମକୁ ଶାନ୍ତି ଦେଉଛନ୍ତି। ଆମେ ତ ସମସ୍ତେ ଏ ଜଗତରେ ଅଛୁ, କିନ୍ତୁ ରୋଗ ଅଛି, ସମସ୍ୟା ଅଛି, ଅଭାବ ଅଛି, ଦୁଃଖ ଅଛି, କ୍ଲେଶ ଅଛି, ଏସବୁ ଅଛି। ଏଥିପାଇଁ ଏସବୁ କଣ୍ଡିସନ ଆମମାନଙ୍କୁ ସାଧୁ ପାଉଲ ଲେଖନ୍ତି, ପ୍ରଥମେ ପ୍ରଭୁଙ୍କ ଦ୍ୱାରା ଆମେ ଆନନ୍ଦ କରିବା, ଦୁଃଖ ଥିଲେ ମଧ୍ୟ ଆନନ୍ଦ ତ ପ୍ରଭୁଙ୍କ ନିକଟବର୍ତ୍ତୀ। ଦ୍ୱିତୀୟରେ ଆମେ ଅନ୍ୟମାନଙ୍କୁ ନମ୍ର ହୃଦୟପଣ ଦେଖାଇବା। ତୃତୀୟରେ ପ୍ରଭୁ ମୋ ସହିତ ଅଛନ୍ତି ଆମେ ଜାଣିବା। ଚତୁର୍ଥରେ ଆମେ ଧନ୍ୟବାଦ ପ୍ରାର୍ଥନା ବିନତି କରିବା। ଏମିତି ଆମେ କରିବା, ପ୍ରଭୁ ଆମ ସମସ୍ତ ବିଷୟ ସୁରକ୍ଷିତ କରିବେ। ଏହା ସାଧୁ ଏହା ପ୍ରକାଶ କରିଛନ୍ତି। ଏହା ସାଧୁ ପାଉଲ ନିଜ ଅନୁଭୂତି ପ୍ରକାଶ କରୁଛନ୍ତି। ବିଶେଷ ପ୍ରଭୁ ଆମକୁ ଦୟା କରନ୍ତୁ, ଅନୁଗ୍ରହ କରନ୍ତୁ, ଆଶୀର୍ବାଦ କରନ୍ତୁ। ଆମେ ଚିନ୍ତା ନ କରିବା, ଆମେ ନିଶ୍ଚିତ ପ୍ରଭୁରେ ଆମେ ଆନନ୍ଦ କରୁ, ପ୍ରଭୁ ଆମର ସଦାବେଳେ ଶାନ୍ତି ସୁରକ୍ଷିତ ଦିଅନ୍ତୁ। ପ୍ରଭୁ ଏଇ ଚତୁର୍ଥ ଆଲୋଚନାରୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ନାଗେଶ